ଆଉ ହଁ ତତେ ତୋ ନିଜ ହାତରେ ଗଣେଶ ପ୍ରଭୁଙ୍କର ମୂର୍ତ୍ତି ବନେଇବାକୁ ପଡିବ। ମୂର୍ତ୍ତି ହୁଏତ ତୁ ବନେଇଦେବୁ, କିନ୍ତୁ ସେ ମୂର୍ତ୍ତି ବନେଇବା ପାଇଁ ମାଟି ତତେ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରୁ ବି ଆଣିବାକୁ ପଡିବ। ରାମ ସହିତ କିଏ ସେଠିକି ଯିବ, ଆଉ ରାମ ସହିତ ଆଳତି କଲା ବେଳେ, ଆଉ ରାମ ସମ୍ମାନିତ ହେଲା ବେଳେ ରାମର ସ୍ତ୍ରୀ ଭାବରେ ରାମ ପାଖରେ କିଏ ଠିଆ ହବ, ସେ ନିଷ୍ପତ୍ତି କେବଳ ରାମ ନେବ, ଆଉ କେହି ନୁହେଁ। ଆଉ ତାର ନିଷ୍ପତ୍ତି କଣ ହବ ସେଇଟା ମୁଁ ଜାଣିଛି। ହେଲେ ତା ପୂର୍ବରୁ ଆମ ଘରେ ବି ପୂଜା ହେବା ଦରକାର, କାହିଁକି ନା କାଲି ଖାଲି ଗଣେଶ ଚତୁର୍ଥୀ ନୁହଁ, ଆମ ପାଇଁ ଆହୁରି ଗୋଟେ ବଡ ଦିନ। ହଁ ମା, ମୁଁ ଜାଣିଛି ଏଇ ଦିନଟା ଆପଣଙ୍କ ପାଇଁ କେତେ ସ୍ପେଶାଲ। ତାହେଲେ ତୁ ଏ କଥା ବି ଜାଣିଥିବୁ ଯେ ପୂଜା ପାଇଁ ମୁଁ ସେମିତି କିଛି ଚାହୁଁଛି ଯେମିତି ମୋ ଜାନକୀ କରୁଥିଲା। ତାହେଲେ ଏ ପୂଜାର ଦାୟିତ୍ୱ କିଏ ନେବ? ଏ ଘରର ବୋହୂ ହିଁ ସବୁ ଦାୟିତ୍ୱ ନେବ ନା? ଯଦି ତମ ମାନଙ୍କ ହିସାବରେ ଚିକି ହଉଛି ଏ ଘରର ବୋହୂ, ତାହେଲେ ତାକୁ ହିଁ ଏ ପୂଜାର ସବୁ ଦାୟିତ୍ୱ ନେବାକୁ ହବ। ତାକୁ ସେଇଆ ସବୁ କରିବାକୁ ପଡିବ ଯାହା ମୋ ଝିଅ ଜାନକୀ କରୁଥିଲା। ମୁଁ କରିବି ଜେଜେମା, ଘୃଣାରେ ହଉ ପଛେ ଆପଣ ମତେ ଏ ଘରର ବୋହୂ ବୋଲି ମାନିଛନ୍ତି, ସେଥିପାଇଁ ମୁଁ ସବୁ କିଛି କରିବାକୁ ପ୍ରସ୍ତୁତ ଅଛି। ହେଲେ ଭାଉଜ, ଜେଜେମା କଣ କହିବାକୁ ଚାହୁଁଛନ୍ତି ସେଇଟା ତ ଆଗ ଶୁଣିଦିଅ। ଜେଜେମା ମତେ ଆଜି ମୋ ଜୀବନ ମାଗିଦେଲେ ବି ଏ ଚିକି ମାଇଣ୍ଡ କରିବନି, କିନ୍ତୁ ଏ ପୂଜା ଜେଜେମାଙ୍କ ହିସାବରେ ହିଁ ହବ। ହେଲେ କୌଣସି ଛଳନା ଏ ପୂଜାରେ କାମ କରିବନି, କେବଳ ନିଷ୍ଠା ଆଉ ଭକ୍ତି ରହିଲେ ହିଁ ତୁ ଏଥିରେ ସଫଳ ହବ। କାହିଁକି ନା ମୋ ଜାନକୀର ମନରେ ସମସ୍ତଙ୍କ ପାଇଁ କେବଳ ସ୍ନେହ ଆଉ ଭଲ ପାଇବା ଥିଲା, କୌଣସି ମିଛ କି ଛଳନା ନଥିଲା। ଆଉ ହଁ, ତତେ ତୋ ନିଜ ହାତରେ ଗଣେଶ ପ୍ରଭୁଙ୍କର ମୂର୍ତ୍ତି ବନେଇବାକୁ ପଡିବ। ମୂର୍ତ୍ତି ହୁଏତ ତୁ ବନେଇଦେବୁ, କିନ୍ତୁ ସେ ମୂର୍ତ୍ତି ବନେଇବା ପାଇଁ ମାଟି ତତେ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରୁ ବି ଆଣିବାକୁ ପଡିବ। ସିଦ୍ଧ ଆଶ୍ରମକୁ ଯାଇ ସେ ଜଙ୍ଗଲ ଭିତରେ ପୂଜା ପାଉଥିବା ପାତାଳେଶ୍ୱର ମନ୍ଦିରର ଗର୍ଭଗୃହରୁ ତତେ ମାଟି ଆଣିବାକୁ ପଡିବ, ଆଉ ସେଇ ମାଟିରେ ହିଁ ତତେ ନିଜ ହାତରେ ମୂର୍ତ୍ତି ବନେଇବାକୁ ପଡିବ। ମୁଁ ପାରିବି ଜେଜେମା, ମୁଁ ସବୁ କିଛି କରିପାରିବି। ତାହେଲେ ଠିକ ଅଛି, ତୁ ତ କାମରେ ଲାଗିଯା।